ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆମେ ଡକ୍ଟର ଏପିଜେ ଅବଦୁଲ କଲାମ ଜୀବନ କାହାଣୀ ବିଷୟରେ ଜାଣିବା। ସ୍ୱପ୍ନ ସେଇଆ ନୁହେଁ ଯାହା ଆପଣ ଶୋଇବା ପରେ ଦେଖନ୍ତି। ସ୍ୱପ୍ନ ତ ତାହାକୁ କୁହାଯାଏ ଯାହା ଆପଣଙ୍କୁ ଶୋଇବାକୁ ଦେଇନଥାଏ। ଏହା କୁହନ୍ତି ଭାରତର ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମ, ଯିଏ ଅନ୍ତରୀକ୍ଷ ଏବଂ ରକ୍ଷା ବିଭାଗରେ ଭାରତକୁ ଏତେ ବଡ଼ ଯୋଗଦାନ ଦେଇଛନ୍ତି ଯାହାକୁ ବାକ୍ୟରେ ବର୍ଣ୍ଣନା କରିବା ଅସମ୍ଭବ। ରକ୍ଷା ବିଭାଗରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଲୋକମାନେ ମିସାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ ନାମରେ ଜାଣନ୍ତି। ଅବଦୁଲ କଲାମ 2002ରୁ 2007 ଯାଏ ଭାରତର 11ତମ ରାଷ୍ଟ୍ରପତି ରହିଲେ। ତାଙ୍କ ଏହି ପଦ ଟେକ୍ନୋଲୋଜି ଏବଂ ବିଜ୍ଞାନର ତାଙ୍କର ବିଶେଷ ଆବେଦନ ପାଇଁ ଦିଆଯାଇଥିଲା। କିନ୍ତୁ କଲାମଙ୍କୁ ଏହି ସଫଳତା ଏତେ ସହଜରେ ମିଳିନଥିଲା। ଏହି ସଫଳତା ପଛରେ ବହୁତ ସଂଘର୍ଷ ଲୁଚି ରହିଛି। ଅବଦୁଲ କଲାମଙ୍କୁ ଭଲସେ ଜାଣିବା ପାଇଁ ଆସନ୍ତୁ ଆଜି ଆମେ ତାଙ୍କର ଜନ୍ମରୁ ଆରମ୍ଭ କରିବା। ଏପିଜେ ଅବଦୁଲ କଲାମଙ୍କର ସମ୍ପୂର୍ଣ୍ଣ ନାମ ଅବୁଲ ଫକିର ଜାନୁଲ ଆବଦିନ ଅବଦୁଲ କାଲାମ। ତାଙ୍କ ଜନ୍ମ 15 ଅକ୍ଟୋବର 1931ରେ ତାମିଲନାଡୁ ରାମେଶ୍ୱରରେ ହୋଇଥିଲା। ତାଙ୍କର ଜନ୍ମ ଏକ ତାମିଲ ମୁସଲିମ ପରିବାରରେ ହୋଇଥିଲା। ତାଙ୍କ ବାପା ଜେନୁ ଅବଦୁଲ ଗୋଟେ ମସଜିଦରେ ଇମାମ ଥିଲେ ଏବଂ ତାଙ୍କ ପାଖରେ ଡଙ୍ଗା ମଧ୍ୟ ଥିଲା। କଲାମଙ୍କର ମା ଆସିଆମ୍ମା ଜଣେ ହାଉସୱାଇଫ ଥିଲେ। ତାଙ୍କ ବାପା ପାଖରେ ଯୋଉ ଡଙ୍ଗା ଥିଲା ସେଥିରେ ସେ ହିନ୍ଦୁ ତୀର୍ଥଯାତ୍ରୀ ମାନଙ୍କୁ ରାମେଶ୍ୱରରୁ ଧନୁଷକୋଡ଼ିକୁ ଏବଂ ଧନୁଷକୋଡ଼ିରୁ ରାମେଶ୍ୱରକୁ ନେବା ଆଣିବା କାର୍ଯ୍ୟ କରିଥିଲେ। କଲାମଙ୍କର 3 ବଡ଼ ଭାଇ ଏବଂ ଗୋଟିଏ ବଡ଼ ଭଉଣୀ ଥିଲେ। କଲାମ ତାଙ୍କ ବଡ଼ ଭାଇମାନଙ୍କ ସହିତ ବହୁତ ଜଡ଼ିତ ଥିଲେ ଏବଂ ଜୀବନ ସାରା ତାଙ୍କୁ କିଛି କିଛି ଟଙ୍କା ପ୍ରଦାନ ମଧ୍ୟ କରିଥିଲା। ଅବଦୁଲ କଲାମ ମଧ୍ୟ ସାଧାରଣ ଜୀବନ ଯାପନ ପାଇଁ ବେଶ ପରିଚିତ ଅଛନ୍ତି। ସେ କେବେ ଟିଭି କିଣିଲେ ନାହିଁ। ପ୍ରତିଦିନ ସକାଳେ 6:30ରୁ 7ଟାରେ ଭିତରେ ଉଠିବା ଏବଂ ରାତି 2ଟାରେ ଶୋଇବା ତାଙ୍କର ଅଭ୍ୟାସ ଥିଲା। ଅବଦୁଲ କଲାମଙ୍କର ପୂର୍ବଜମାନେ ବହୁତ ଧନୀ ଥିଲେ ଏବଂ ତାଙ୍କ ପାଖରେ ବହୁତ ଜମି ଏବଂ ଟଙ୍କା ମଧ୍ୟ ଥିଲା। ଯେବେ ପବନ ପୋଲର ନିର୍ମାଣ ହେଲା ତେବେ ତାଙ୍କର ପରିବାର ଡଙ୍ଗା ନେବା ଆଣିବା ବେପାର ସମ୍ପୂର୍ଣ୍ଣ ହରେଇ ବସିଲେ। କାରଣ ପୋଲ ନିର୍ମାଣରେ ଲୋକଙ୍କୁ ଆଉ ଡଙ୍ଗାର ଆବଶ୍ୟକତା ରହିଲା ନାହିଁ। ଏହାପରେ ତାଙ୍କର ବେପାର ନଷ୍ଟ ହେବା ସହିତ ଧୀରେ ଧୀରେ ତାଙ୍କର ଟଙ୍କା ଏବଂ ଜମି ସରିଗଲା। ଅବଦୁଲ କଲାମଙ୍କର ଜନ୍ମ ବେଳକୁ ତାଙ୍କ ପରିବାର ପାଖରେ ଘର ବ୍ୟତୀତ ଆଉ କିଛି ନଥିଲା। ସେ ସମ୍ପୂର୍ଣ୍ଣ ଗରିବ ହୋଇଯାଇଥିଲା। ତାଙ୍କ ପରିବାର ଆର୍ଥିକ ସହାୟତା ପାଇଁ ସେ ଛୋଟ ବେଳରୁ ଖବରକାଗଜ ବାଣ୍ଟିବା ପାଇଁ ଯାଇଥିଲେ। ଅବଦୁଲ କଲାମଙ୍କ ପ୍ରାଥମିକ ଶିକ୍ଷା ସ୍ୱାର୍ଡ ସେକେଣ୍ଡାରୀ ହାଇ ସ୍କୁଲ ରାମପୁରରେ ହୋଇଥିଲା। ଯଦି ସେ ଜଣେ ସ୍କୁଲର ଏଭରେଜ ଛାତ୍ର ଥିଲେ କିନ୍ତୁ ଶିକ୍ଷକମାନେ ତାଙ୍କୁ କଠିନ ପରିଶ୍ରମୀ ଏବଂ ଉଜ୍ଜ୍ୱଳ ପିଲା ବୋଲି ପ୍ରକାଶ କରନ୍ତି। ତାଙ୍କ ଭିତରେ ସବୁବେଳେ ପଢ଼ିବାର ଆଗ୍ରହ ଥିଲା। ସେ ଘଣ୍ଟା ଘଣ୍ଟା ଧରି ଗଣିତ ଘୋଷୁଥିଲେ। ତାଙ୍କର ପରବର୍ତ୍ତୀ ଶିକ୍ଷା ସେଣ୍ଟ ଜୋସେଫ କଲେଜରେ ତିରୁଚିରାପଲ୍ଲୀରେ ହେଲା। ସେଠାରୁ ସେ 1954ରେ ପଦାର୍ଥ ବିଜ୍ଞାନ ଗ୍ରାଜୁଏସନ କମ୍ପ୍ଲିଟ କଲେ। 1955ରେ ମାଡ୍ରାସ ଗଲେ। ସେଠାରେ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏରୋସ୍ପେସ ଇଞ୍ଜିନିୟରରେ ନାମ ଲେଖାଇଲେ। ଯେତେବେଳେ କଲେଜରେ ପ୍ରୋଜେକ୍ଟ କାମ କରିଥିଲେ, କଲେଜର ଡିନ୍ ତାଙ୍କ ପ୍ରୋଜେକ୍ଟର ପ୍ରଗତିକୁ ଦେଖି ଆଦୌ ସନ୍ତୁଷ୍ଟ ହୋଇନଥିଲେ। ସେ ତାଙ୍କୁ ଧମକ ଦେଲେ ଯଦି 3 ଦିନ ଭିତରେ ପ୍ରୋଜେକ୍ଟ କମ୍ପ୍ଲିଟ ନ ହୁଏ ତେବେ ତାଙ୍କର ସ୍କଲାରସିପ୍ ବନ୍ଦ କରାଯିବ। କଲାମ 3 ଦିନ ଭିତରେ ପ୍ରୋଜେକ୍ଟ କାମ ସାରି ଦେଇଥିଲେ। ଏଥିରେ ତାଙ୍କର ଡିନ୍ ବହୁତ ଖୁସି ହୋଇଥିଲେ। ଇଣ୍ଡିଆ ଏୟାରଫୋର୍ସ ଫାଇଟର ପାଇଲଟ ହେବା ପାଇଁ କଲାମଙ୍କର ପ୍ରବଳ ଆଗ୍ରହ ଥିଲା। କିନ୍ତୁ ଇଣ୍ଡିଆ ଏୟାରଫୋର୍ସର ଯୋଗ୍ୟତା ତାଲିକାରେ 9ମ ସ୍ଥାନରେ ରହିଥିଲେ। କିନ୍ତୁ ମାତ୍ର 8ଟି ପଦବୀ ଫାଙ୍କା ଥିଲା। ତେଣୁ ତାଙ୍କର ଫାଇଟର ପାଇଲଟ ହେବା ସ୍ୱପ୍ନ ଅଧୁରା ରହିଯାଇଥିଲା। 1960ରେ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଏରୋସ୍ପେସ ଇଞ୍ଜିନିୟରରେ ଡିଗ୍ରୀ ହାସଲ କଲା ପରେ ସେ ଡିଆରଡିଓର ଏରୋନଟିକ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟରେ ବୈଜ୍ଞାନିକ ଭାବରେ ଯୋଗଦେଲେ। ସେଠାରେ ତାଙ୍କର କ୍ୟାରିୟର ଗୋଟିଏ ଛୋଟ ହୋଭର କ୍ରାଫ୍ଟ ଡିଜାଇନରୁ ଆରମ୍ଭ କରିଥିଲେ। କିନ୍ତୁ କଲାମ ସେଠାରେ ତାଙ୍କର କାମକୁ ନେଇ ସନ୍ତୁଷ୍ଟ ନଥିଲେ କାରଣ ସେଠାରେ ଗୋଟିଏ କାମକୁ ବାରମ୍ବାର କରିବାକୁ ପଡ଼ିଥିଲା। ଜୁଲାଇ 1980ରେ SLV-3 ରୋହିଣୀ ସ୍ୟାଟେଲାଇଟର ସଫଳତାପୂର୍ବକ ପୃଥିବୀର ପାଖ କକ୍ଷରେ ରଖିଥିଲା।
1965ରେ ଡିଆରଡିଓର କଲାମ ଏକୁଟିଆ ଏକ୍ସପେନ୍ସିଭ୍ ରକେଟ୍ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। କିନ୍ତୁ 1969ରେ ଭାରତ ସରକାର ତାଙ୍କ ପ୍ରୋଜେକ୍ଟକୁ ଅନୁମତି ପ୍ରଦାନ କଲେ ଏବଂ ତାଙ୍କ ପ୍ରୋଜେକ୍ଟ ଉପରେ ଗୋଟିଏ ଟିମ୍ ବନାଇବା ପାଇଁ ଆଦେଶ ଦେଲେ। 1963ରେ ଅବୁଲ କାଲାମ ନାସା ରିସର୍ଚ୍ଚ ସେଣ୍ଟର ମଧ୍ୟ ଯାଇଥିଲେ। ରାମନାଥନ୍ ଦେଶର ପ୍ରଥମ ପରମାଣୁ ପରୀକ୍ଷଣ ସ୍ମାଇଲିଂ ବୁଧକୁ ଦେଖିବା ପାଇଁ କଲାମଙ୍କୁ ମନ୍ତ୍ରଣ କରିଥିଲେ। 1970ରେ ଅବଦୁଲ କଲାମ ପ୍ରୋଜେକ୍ଟ ଡେଭିଲ୍ ଓ ପ୍ରୋଜେକ୍ଟ ଭେଲାଣ୍ଟରେ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏହି ପ୍ରୋଜେକ୍ଟରେ ସେ ବାଲାଷ୍ଟିକ୍ ମିସାଇଲ୍ ତିଆରି କରିଥିଲେ। ୟୁନିୟନ କ୍ୟାବିନେଟ୍ କଲାମଙ୍କୁ ପ୍ରୋଜେକ୍ଟକୁ ମଞ୍ଜୁରି ଦେଇ ନଥିଲେ, କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗୁପ୍ତ ରୂପରେ ତାଙ୍କୁ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବା ପାଇଁ ଅର୍ଥ ଯୋଗାଇ ଦେଇଥିଲେ। ପରେ ୟୁନିୟନ କ୍ୟାବିନେଟ୍ କଲାମ ପ୍ରୋଜେକ୍ଟ ବିଷୟ ଜାଣିବା ସହିତ ଏହାର ମହତ୍ତ୍ୱ ବୁଝାଇଥିଲେ। ଏହା କଲାମଙ୍କ ନାଁକୁ ବହୁତ ଉପରକୁ ଟେକି ଦେଇଥିଲେ। ତାପରେ ଭାରତ ସରକାର ତରଫରୁ ଉଚ୍ଚ କ୍ଷେପଣାସ୍ତ୍ର ପ୍ରୋଗ୍ରାମ ପାଇଁ ମଞ୍ଜୁରି ମିଳିଗଲା। ଏକାଧିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ତାଙ୍କ ଅବଦାନ ଯୋଗୁଁ ତାଙ୍କୁ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ବୋଲି କୁହାଯାଏ। ଅଗ୍ନି ଓ ପୃଥିବୀ କ୍ଷେପଣାସ୍ତ୍ର ତିଆରିରେ କଲାମଙ୍କର ବହୁତ ବଡ଼ ଯୋଗଦାନ ଥିଲା। 1992ରୁ 1999 ପର୍ଯ୍ୟନ୍ତ କଲାମ ଡିଆରଡିଓ ଏବଂ ପ୍ରଧାନମନ୍ତ୍ରୀଙ୍କର ଚିଫ୍ ଷ୍ଟାଟିଷ୍ଟିକ୍ସ ଆଡଭାଇଜର ଥିଲେ। ଏହି ସମୟରେ 1998ରେ ଦ୍ୱିତୀୟ ପୋଖରାନ କରାଯାଇଥିଲା। କଲାମ ଏହି ପୋଖରାନ ପରୀକ୍ଷଣର ଚିଫ୍ ପ୍ରୋଜେକ୍ଟ କୋଅର୍ଡିନେଟର ଥିଲେ। ଏହି ପରୀକ୍ଷଣ ପରେ କଲାମ ଭାରତର ଶ୍ରେଷ୍ଠ ପରମାଣୁ ବୈଜ୍ଞାନିକ ଭାବରେ ପ୍ରସିଦ୍ଧି ଲାଭ କଲେ। 2002ରେ କଲାମର ଜୀବନର ଗୋଟିଏ ଅଲଗା ମୋଡ଼ ଆସିଲା। 10 ଜୁନ୍ 2002ରେ ନ୍ୟାସନାଲ ଡେମୋକ୍ରାଟିକ୍ ଏଲିଆନ୍ସ ଅର୍ଥାତ୍ ଏନ୍ଡିଏ ଅବୁଲ କାଲାମଙ୍କୁ ଭାରତର ରାଷ୍ଟ୍ରପତି ପଦ ପାଇଁ ମନୋନୀତ କଲା। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ପାର୍ଟି ଏହାକୁ ସମର୍ଥନ କଲେ। 2002ରେ ରାଷ୍ଟ୍ରପତି ନିର୍ବାଚନ ହେଲା ଏବଂ କଲାମ ଏଥିରେ ବିଶାଳ ବିଜୟ ସହିତ ଭାରତର 11ତମ ରାଷ୍ଟ୍ରପତି ଭାବରେ ଶପଥ ନେଲେ। ତାଙ୍କୁ 9 ଲକ୍ଷରୁ ଅଧିକ ଭୋଟ ମିଳିଥିଲା ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲକ୍ଷ୍ମୀ ସହଗଲଙ୍କୁ ମାତ୍ର 1 ଲକ୍ଷ ଭୋଟ ମିଳିଥିଲା। କଲାମଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଭିତରେ ସେ ଡିଫ୍ୟୁଟି ପ୍ରେସିଡେଣ୍ଟ ବା ଲୋକମାନଙ୍କ ରାଷ୍ଟ୍ରପତି ଭାବରେ ପରିଚିତ ଥିଲେ। ଯେତେବେଳେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଗଲା, ସେ ପୁଣି ଥରେ ରାଷ୍ଟ୍ରପତି ହେବାର ଇଚ୍ଛା ପ୍ରକାଶ କଲେ, କିନ୍ତୁ ସେ ଏହା କହିବାର 2 ଦିନ ପରେ ନିଷ୍ପତ୍ତି ନେଲେ ଯେ ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବ ନାହିଁ, କାରଣ ସେ ରାଷ୍ଟ୍ରପତି ଭବନକୁ କୌଣସି ରାଜନୈତିକ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁନଥିଲେ। ରାଷ୍ଟ୍ରପତି ଭବନ ଛାଡ଼ିଲା ପରେ ସେ ଶିଲଂ, ହାଇମଦାବାଦ ଏବଂ ଇନ୍ଦୋରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅର୍ଥାତ୍ 11mର ଭିଜିଟିଂ ପ୍ରଫେସର ହୋଇଗଲେ। ତାଙ୍କୁ ଥିରୁଅନନ୍ତପୁରମରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଚାନ୍ସେଲର ଭାବରେ ନିଯୁକ୍ତ କରାଗଲା। ଏହା ସହିତ ସେ ଆନ୍ନା ୟୁନିଭର୍ସିଟିରେ ଏରୋସ୍ପେସ୍ ଇଞ୍ଜିନିୟରିଂର ପ୍ରଫେସର ଭାବରେ କାର୍ଯ୍ୟ କଲେ। ଏତିକି ନୁହେଁ, ସେ ଭାରତର ଅନେକଗୁଡ଼ିଏ ୟୁନିଭର୍ସିଟି ରିସର୍ଚ୍ଚ ଏବଂ ଏକାଡେମିକ୍ ପ୍ରୋଗ୍ରାମ ସହିତ ଜଡ଼ିତ ଥିଲେ। 2002ରେ ଅବଦୁଲ କଲାମ ଭାରତର ଯୁବକମାନଙ୍କ ପାଇଁ ଗୋଟିଏ ପ୍ରୋଗ୍ରାମ ବନାଇଲେ। ଏହା ଥିଲା ଭାରତର ଲୋକପ୍ରିୟ ବୈଜ୍ଞାନିକ ତଥା ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ ଘଟଣା। ଏହି ଭିଡ଼ିଓଟି କେମିତି ଲାଗିଲା ମୋତେ ନିଶ୍ଚିତ କମେଣ୍ଟ ଦ୍ୱାରା ଜଣାଇବେ। ଭିଡ଼ିଓଟି ଭଲ ଲାଗିଲେ ଏହାକୁ ଲାଇକ୍ ଏବଂ ସେୟାର କରିବେ। ଏହିପରି ମୋଟିଭେସନାଲ ଭିଡ଼ିଓ ଦେଖିବାକୁ ଚାହିଁଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଧନ୍ୟବାଦ।